ଆପଣ ଜାଣିଛନ୍ତି ଗୋଟେ ସତ କଥା ଏ ଯେତେ ମାଲିକ ଅଛନ୍ତି ସବୁ ମାଲିକର ଯୋଉ ଭାବନ୍ତିନି ପଇସା ପୁଳା ପୁଳା ଇଏ ସବୁ ବର୍ଷ 2-4-5 କୋଟି ଲସ୍ କରୁଛନ୍ତି କିନ୍ତୁ ତାଙ୍କର ଲାଗିଛି ଆଉ ଗୋଟା ବର୍ଷ ଲୋଭ ଶକ୍ତି ନାହିଁ ନାଇଁ ଏଇଟା ଲଟେରୀ ଲୋଭ ଶକ୍ତି ନାହିଁ ଜୁଆ ଭଳିଆ କାଳେ ଆର ବର୍ଷ ଲାଭ ହେଇଯିବ ଏ କଳାକାଟ ନେଇଗଲେ ଏବେ 5 କୋଟି ଲସ୍ ହେଇଛି ମିଳିଯିବ କି ଏଇ ତ କଥା ଆଉ ତୁଳସୀ ଆମର ଲାଭରେ ଚାଲିଛି। ତୁଳସୀ ଆଜି ପର୍ଯ୍ୟନ୍ତ ଲସ୍ ଦେଇନି। ସାଇ ପାଏଲ କୁ ଆପଣ ଡେଡଲାଇନ ଦେଇଥିଲେ ଗତକାଲି ରାତି 12ଟା ସୁଦ୍ଧା ଯଦି କ୍ୟାମ୍ପରେ ଯୋଗ ନ ଦିଅନ୍ତି ଖଣ୍ଡଗିରି ଥାନାରେ ଏଫଆଇଆର କରିବେ। ଆଜି କଲି ଏবার ଯାହା ତାର ଆଇନଗତ ଯାହା ଅଛି ସିଷ୍ଟମରେ ଗଲି କ୍ଷତିପୂରଣ ଦେବେ ନା ତାଙ୍କ ମୋର ହାଇକୋର୍ଟ ରହୁଛି 10 କୋଟି ଆର 10 କୋଟି ତାର 10 କୋଟି କିନ୍ତୁ କାଲି ସାଇ ଏବଂ ତାଙ୍କ ମା ଅଭିଯୋଗ କଲେ କିନ୍ତୁ ପାଏଲ ତ କିଛି ମୁଁ ତା ମା ବିଷୟରେ କହିବି ମୁଁ ତା ମାକୁ ଦେଖିନି ଭଲ କିନି ଗୋଟେ ଦିନ କୋଉ ଅନ୍ଧାରରେ ଦେଖିଥିଲି ଯେ ଜଣେ ତାର ମା କିଏ ଆମର ମା କିଏ ଆମେ କାହିଁ ତା ମା ବିଷୟରେ ମାଙ୍କ ସେ ଅଭିଯୋଗ କଲେ ଆପଣଙ୍କ ନାଁରେ ପାଏଲଙ୍କର କିଛି ତାକୁ ଧନ୍ୟବାଦ ଦେବି ପାଏଲଙ୍କର ଭୁଲ କୋଉଠି ରହିଲା ପାଏଲ କାହିଁକି ଆସିଲା ନାଇଁ କାହିଁ ଆସିଲେନି ସିଏ ଜାଣିଦେବେ ମୁଁ ଜାଣିନି ମୋ ପାଖରେ ଚାକିରି 2 ଜଣ ଅଲଗା ଇଏ କରିଛନ୍ତି ସାଇ ଅଲଗା ଇଏ ମ୍ୟାରେଜ କରିନାହାନ୍ତି ସାଇ ପାଇଲେ ଗୋଟିଏ ସେଇଟା ନୁହଁ ସମସ୍ତେ କହୁଛନ୍ତି ଯୋଡି ସମ୍ପୂର୍ଣ୍ଣ ଯୋଡି କ'ଣ ସାଇ ପାଇଲେ ମୁଁ ତମକୁ ଲଗେଇଦେବି ଆପଣ ନା ରେଡି ହବୁ ତାଙ୍କ ନାଁ ହଉଛି ରେଡି ଚନ୍ଦନ ଯୋଡି କ'ଣ ଏଟା ବିରାଟ କଥା ଆଉ ସେଇଟା କ'ଣ ଚନ୍ଦନ ତୁଳସୀ ସିରିଏଲ ହଉଥିଲା ଚନ୍ଦନ ତୁଳସୀ ସିରିଏଲ କ'ଣ ଯୋଡି ବୋଲି କ'ଣ ତା ସ୍ତ୍ରୀ ସିଏ ଅଲଗା ଇଏ ଅଲଗା ନା ଆଉ ସିଏ କେତେବେଳେ ସ୍ୱାମୀ ସ୍ତ୍ରୀ କ'ଣ ଯାତ୍ରାରେ ମତେ ବୁଝାଉଛ ଯୋଉ କଥା ଆପଣଙ୍କ ନାଁରେ ବି କମିଟି ଛାଡ଼ିଦେବେ ଆପଣଙ୍କ ନାଁରେ କାହିଁ କମିଟି ଅଭିଯୋଗ କଲା ଏ ମହତାବ କମିଟି ଯେହେତୁ କ୍ଷତି ହେଲା ମୋ ନାଁରେ କରିନାହାନ୍ତି ଖାଲି ମୁଁ ମାଧ୍ୟମ କରିଛନ୍ତି ତାଙ୍କର କ୍ଷତି ସେ କରିବେ ସେ କ୍ଷତି କରିଛନ୍ତି କିଛି ଲୋକ ଏଟାକୁ ସୁଧାହାତି କରୁଛନ୍ତି କିଛି ଲୋକ କହୁଛନ୍ତି ଖଣ୍ଡେ ଗେଲେ ବାଡ଼େଇ ଦେବୁ ତାଙ୍କ ନାଁ ଦୌଡ଼େଇ ଦେବ ସିଏ ତାର କ'ଣ ହଉଥିଲେ ଆପଣ ଦେଖିଛନ୍ତି ଏବେ ତ ଅନେକ ସବୁଆଡେ ଜଗିଛନ୍ତି ତାକୁ ହଁ 100%। ମୁଁ ଯେତିକି ଜାଣିଛି ସବୁ କମିଟି ଯେତେ ଆଡୁ ଫୋନ୍ ଆଉଛି ଆପଣ ଆଗରେ ଦେଖିବା ଗୋଟେ କମିଟି କ'ଣ କହୁଥିଲେ ଆମେ ତାକୁ ମାରିବୁ ଆମର କ୍ଷତି କରିଛି ଆମେ ତାକୁ ମାରିବୁ ସେଟା ସବୁ କମିଟି ମାରିବୁ ଆମେ କ'ଣ କରିବୁ ଆମେ ମାଲିକ ସୁରକ୍ଷା ଦେବେ ମାଲିକ ସୁରକ୍ଷା ମୁଁ ଦେଇପାରିନି ମୋ ପାଖରେ